ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅନ୍ତର୍ଗତ ଡିମିରିମୁଣ୍ଡା ଛକରୁ ଡିମିରିମୁଣ୍ଡା ଗାଁକୁ ଯିବା ନିଛାଟିଆ ଜଙ୍ଗଲ ରାସ୍ତା କଡ଼ରୁ ପୋଲିସ ସକାଳୁ ସକାଳୁ ଆଜି ଜଣେ ମହିଳାଙ୍କ ମୃତଦେହ ଜବତ କରିଛି। ମୃତ ମହିଳା ଜଣକ ହେଲେ ଡିମିରିମୁଣ୍ଡା ପଞ୍ଚାୟତ ବେଲବୁଡ଼ାପଡ଼ାର ବନିତା ମାହାକୁଲ। ମହିଳା ଜଣକ ପରିବା ବ୍ୟବସାୟ କରନ୍ତି। ସେ କୁଚିଣ୍ଡା ଦୈନିକ ବଜାରରୁ ପରିବା କିଣି ଝାରସୁଗୁଡ଼ାରେ ବିକ୍ରି କରି ଶନିବାର ରାତିରେ ଘରକୁ ଫେରୁଥିଲେ। ତାଙ୍କର ଏହି ହତ୍ୟା କେଉଁ କାରଣରୁ ହୋଇଛି ତାହା ସନ୍ଦେହ ଘେରରେ ଅଛି। ପୋଲିସ ଏନେଇ କୁଚିଣ୍ଡା ଥାନାରେ ଏକ ମାମଲା ରୁଜୁ କରିଛି। ସମ୍ବଲପୁରରୁ ସାଇଣ୍ଟିଫିକ୍ ଟିମ୍ ସହ ସନ୍ଧାନୀ କୁକୁର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। କୁଚିଣ୍ଡା ଏସ୍ଡିପିଓ ପ୍ରଦୀପ କୁମାର ଦାସ ଓ ଆଇଆଇସି ବାମଦେବ ସଂଖୱାଳ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି। ଆଜି ସକାଳେ ଆମକୁ ଯେଉଁ ଖବର ହସ୍ତଗତ ହୋଇଥିଲା ଥାନାରେ, ତ ଡିମିରିମୁଣ୍ଡା ଗ୍ରାମର ଜଣେ ମହିଳା ଯିଏକି ପରିବା ବିଜନେସ୍ କରନ୍ତି, ପରିବା ବିକନ୍ତି ଆମର କୁଚିଣ୍ଡାରେ, ଝାରସୁଗୁଡ଼ାରୁ ବି ଆଣନ୍ତି। ଇଭିନ୍ ଆମେ ଖବର ପାଇଛୁ ସେ ମଧ୍ୟ ରାଉରକେଲାରୁ ବି ପରିବାପତ୍ର ଆଣି କୁଚିଣ୍ଡା ମାର୍କେଟରେ ବ୍ୟବସାୟ କରନ୍ତି ଏବଂ ସନ୍ଧ୍ୟା ପରେ ସେ ଆସି ଏ ଛକରେ ପହଞ୍ଚନ୍ତି। ତାପରେ ତାଙ୍କ ପୁଅ ଆସି ତାଙ୍କୁ ନେଇକି ଯାଆନ୍ତି। କାଲି ବି ତାଙ୍କ ପୁଅ ଫୋନ୍ କରିଥିଲେ ସନ୍ଧ୍ୟାବେଳେ ଇଏ ଯେତେବେଳେ ପହଞ୍ଚିଛନ୍ତି ଜାଗାରେ, ତାପରେ ତାଙ୍କର ମୋବାଇଲ କ'ଣ ସୁଇଚ୍ ଅଫ୍ ହେଲା ବୋଲି ଯାହା ଆମ ତଥ୍ୟ ହସ୍ତଗତ ହୋଇଛି। ତାପରେ ଖୋଜାଖୋଜି କରିବା ପରେ ଜଣାପଡ଼ିଲା ଯେ ତାଙ୍କର ମୃତଦେହଟି ଏଇ ରାସ୍ତା ସାଇଡ଼ରେ ପଡ଼ିଅଛି। ତେଣୁ କୌଣସି ବ୍ୟକ୍ତି ତାଙ୍କୁ ମର୍ଡ଼ର କରିଛନ୍ତି ବୋଲି ଆମର ଯେଉଁ ସନ୍ଦେହ ହେଉଛି। ବର୍ତ୍ତମାନ ଏହି ବାବଦକୁ ନେଇ ଆମର ଥାନାରେ ଏକ କେସ୍ ରୁଜୁ ହୋଇଛି ଏବଂ ତା'ର ତଦନ୍ତ ଚାଲିଛି। ବହୁତ ଶୀଘ୍ର ଆମେ ଯେଉଁ ହତ୍ୟାକାରୀ ଅଛନ୍ତି ତାଙ୍କୁ ଆମେ ଗିରଫ କରିବୁ। ନାଇଁ, ବର୍ତ୍ତମାନ ତ ଆମର ସାଇଣ୍ଟିଫିକ୍ ଟିମ୍ ଆସୁଛନ୍ତି, ଡଗ୍ ସ୍କ୍ୱାଡ୍ ବି ଆସୁଛନ୍ତି। ଆଉ ତଦନ୍ତ କଲା ପରେ ଆମେ ଏବଂ ତା'ର ଡେଡ଼୍ ବଡ଼ିର ପୋଷ୍ଟମର୍ଟମ୍ ହୋଇସାରିଲା ପରେ ଡକ୍ଟରଙ୍କ ଠାରୁ ଯେଉଁ ପୋଷ୍ଟମର୍ଟମ୍ ରିପୋର୍ଟ ହସ୍ତଗତ ହେବ ତାପରେ ଆମେ କହିପାରିବୁ ତାଙ୍କୁ ଆକ୍ଚୁଆଲି ଦୁଷ୍କର୍ମ ହେଇଛି କି କେବଳ ମର୍ଡ଼ର ହେଇଛି ତାହା ଜଣାପଡ଼ିବ।